Hello everyone, welcome to our channel Easy Preparation। ଦେଖ ଆଜି ଆମେ NMMS ଏକ୍ଜାମ୍ 2025 ପାଇଁ ତୁମର ସେଟ୍ର କ୍ଲାସ୍ କରିବା। ସେଟ୍ର ପିଲାମାନେ କ୍ଲାସ୍ 9 ଏବେ ଚାଲିଛି। ଓକେ, ପୂର୍ବରୁ 8ଟି କ୍ଲାସ୍ ସରିଛି। ଯେଉଁମାନେ ମଧ୍ୟ ପୂର୍ବ କ୍ଲାସ୍ ଗୁଡ଼ିକ ଦେଖିନାହ ଆମ ଚ୍ୟାନେଲକୁ ଯାଇ ଦେଖିପାରିବ। ଆଜି ଆମେ କ୍ଲାସ୍ 9ରେ ତୁମର 7th ସାଇନ୍ସକୁ ପଢ଼ିବା। 7th ସାଇନ୍ସର ବା ସାଧାରଣ ବିଜ୍ଞାନର ଗୋଟିଏ ବିଷୟକୁ ଆଲୋଚନା କରିବା। ତ ପରୀକ୍ଷାରେ ମଧ୍ୟ ଠିକ୍ ଏହିପରି ପ୍ରଶ୍ନ ଆସିବ, କାରଣ ଆମେ ବହୁତ ଗୁଡ଼ିଏ ମଧ୍ୟ MCQ ଆଲୋଚନା କରିବା। ତୁମର ପରୀକ୍ଷାରେ ଆସିଲା ଭଳି ଯାହା ମଧ୍ୟ ରହିଛି MCQ ମଧ୍ୟ ଆମେ ଡିସ୍କସନ୍ କରିବା। ତେଣୁ ତୁମେ ସମସ୍ତେ ଭିଡ଼ିଓକୁ ବା କ୍ଲାସ୍କୁ ଶେଷ ପର୍ଯ୍ୟନ୍ତ ଦେଖ। ତାହେଲେ ଆମେ ଷ୍ଟାର୍ଟ କରିବା। ଦେଖ, ଅଷ୍ଟମ ଅଧ୍ୟାୟ ମାଟି ବା ମୃତ୍ତିକା। ଓକେ, 7th ଏହା ସାଇନ୍ସ। ଓକେ, 7th ସାଇନ୍ସର ଅଷ୍ଟମ ଅଧ୍ୟାୟ ମାଟି ବା ମୃତ୍ତିକାକୁ ଆମେ ଆଲୋଚନା କରିବା। ପୂର୍ବରୁ 7ଟି ଅଧ୍ୟାୟ ସରିଛି। ଓକେ, ଆଜି ଆମେ ଅଷ୍ଟମ ଅଧ୍ୟାୟକୁ ଆରମ୍ଭ କରିବା। ତ ଦେଖ, ମାଟି ବା ମୃତ୍ତିକା ବିଷୟରେ ମଧ୍ୟ ତୁମେ ଭୂଗୋଳରେ ମଧ୍ୟ ଭଲ ଭାବରେ ପଢ଼ିବ। ରାଇଟ୍, ବହୁତ ଗୁଡ଼ିଏ ରହିଛି ମାଟି ବା ମୃତ୍ତିକା ବିଷୟରେ। ତ ଏଠି ବିଜ୍ଞାନରେ ମଧ୍ୟ ଯେହେତୁ ରହିଛି, ତେଣୁ ଆମେ ପଢ଼ିବା ମାଟି ବିଷୟରେ। ମାଟି ହେଉଛି ଭୂତ୍ୱକର ଉପରିଭାଗର ସ୍ତର। ଆମର ଯେଉଁ ଭୂତ୍ୱକ ରହିଛି, ରାଇଟ୍, ତ ଏହାର ଉପରିଭାଗ ସ୍ତରଟା କ'ଣ ଆସିବ ରେ? ନା ଆମର ମାଟି ଆସିବ। ଓକେ, ପୃଥିବୀର ଭୂତ୍ୱକର ଉପରିଭାଗର ସ୍ତର ହେଉଛି ମାଟି। ଏହା ବିପୁଳ ସଂଖ୍ୟକ ଉଦ୍ଭିଦକୁ ଭିତ୍ତି ଯୋଗାଏ ଏବଂ ସେଗୁଡ଼ିକର ବୃଦ୍ଧି ପାଇଁ ଜଳ ଖଣିଜ ଲବଣର ଗ୍ରନ୍ଥାଗାର ରୂପେ କାର୍ଯ୍ୟ କରେ। କ'ଣ? ନା ମାଟି। ମାଟି ତଳେ ଓ ଏହାର ଉପରିଭାଗରେ ବହୁ ପ୍ରାଣୀ ଆଶ୍ରୟ ନେଇଥାନ୍ତି। ଆମେ ମଧ୍ୟ କେଉଁଠି ଅଛନ୍ତି? ନା ମାଟି ଉପରେ ହିଁ ରହିଛନ୍ତି। ଆମ ପାଇଁ କିମ୍ବା ଅନ୍ୟ ପ୍ରାଣୀଙ୍କ ପାଇଁ ମାଟି ହିଁ ଉଦ୍ଭିଦ ମାଧ୍ୟମରେ ଖାଦ୍ୟ ଯୋଗାଇଥାଏ। ଯେଉଁ ଗଛ ମଧ୍ୟ ହୁଏ, ରାଇଟ୍, ସେ ମଧ୍ୟ ମାଟିରେ ହୁଏ। ଓକେ, ତ ନେକ୍ସଟ ଯଦି ଦେଖିବା, ଆମେ ମଧ୍ୟ ଘର କରିକି ରହିଛନ୍ତି, ମାଟି ଉପରେ ହିଁ ଘର କରିକି ରହିଛନ୍ତି। ତ ବହୁତ ଗୁଡ଼ିଏ ବା ବହୁତ ଆବଶ୍ୟକତା ରହିଛି ଆମ ପାଇଁ ମାଟି। ଆମ ପାଇଁ କିମ୍ବା ଆମ ଅନ୍ୟ ପ୍ରାଣୀଙ୍କ ପାଇଁ ମାଟି ହିଁ ଉଦ୍ଭିଦ ମାଧ୍ୟମରେ ଖାଦ୍ୟ ଯୋଗାଇଥାଏ। ପୃଥିବୀରେ ଏପରି କେତେକ ସ୍ଥାନ ଅଛି ଯେଉଁଠାରେ ଆଦି ମାଟି ନାହିଁ। ଏମିତି ମଧ୍ୟ କିଛି ସ୍ଥାନ ରହିଛି ଯେଉଁଠି ମାଟି ହିଁ ନାହିଁ। ଆଣ୍ଟାର୍କଟିକା ପରି ମେରୁ ଅଞ୍ଚଳ ବରଫାବୃତ ଅଟେ। ଆଣ୍ଟାର୍କଟିକା ପିଲାମାନେ ଅଛି, ରାଇଟ୍, ଅଞ୍ଚଳ। ତ ସେ ଯେଉଁ ଜାଗାରେ କ'ଣରେ? ନା ବରଫାବୃତ ଅଛି ବା ସେଠି ମାଟି ନାହିଁ। ଓକେ, ମାଟି ନାହିଁ, କେବଳ ଜଳ ବା ବରଫରେ ଆଚ୍ଛାଦିତ ସେହି ଅଞ୍ଚଳ। ମାଟିର ସଂଯୁକ୍ତି ବିଭିନ୍ନ ସ୍ଥାନ ପାଇଁ ଏବଂ ବିଭିନ୍ନ ପ୍ରକାର ମାଟି ପାଇଁ ଭିନ୍ନ। ମାଟି ଯେଉଁ ପଥର ଗୁଡ଼ିକରୁ ସୃଷ୍ଟି, ତାହା ଉପରେ ଉକ୍ତ ମାଟିର ସଂଯୁକ୍ତି ନିର୍ଭର କରେ। ତ ମାଟି ପିଲାମାନେ ସେହି ପଥରରୁ ହିଁ ତିଆରି ହୋଇଥାଏ। ଓକେ, ତ ଦେଖ, ମାଟିରେ ଥିବା ବିଭିନ୍ନ ଉପାଦାନ ଏବଂ ତାହାର ରହିଛି, ଦେଖ, ବ୍ୟାସ ମିଲିମିଟରରେ ଏବଂ ଉତ୍ପାଦନ ରହିଛି। ଓକେ, ବାଲିଗରଡ଼ା 2.0ରୁ 5.0, ଦେନ୍ ଛୋଟ ବାଲିଗରଡ଼ା 0.7ରୁ 2.0। ଓକେ, ମାନେ 2.0 କହିଲେ କ'ଣରେ? ନା ତୁମେ ଜାଣିଛ ଯେ 2/10, ନା ନାହିଁ? ତ 10 ଭାଗରୁ 2 ଭାଗ ଆସିବ। 5.0 କହିଲେ କ'ଣ ଆସିବ? ନା 10 ଭାଗରୁ 5 ଭାଗ। ଠିକ୍ ଅଛି, ଏମିତି ପଢ଼ିବ, ଜାଣିବ। ନେକ୍ସଟ ଦେଖ, ବାଲିଗରଡ଼ା, ଛୋଟ ବାଲିଗରଡ଼ା, ମୋଟା ବାଲି, ସରୁ ବାଲି ଏସବୁକୁ ନେଇ ମାଟି ତିଆରି। ମାଟିରେ ଥିବା ବାଲିଗରଡ଼ା, ଛୋଟ ବାଲିଗରଡ଼ା, ମୋଟା ବାଲି ଓ ସରୁ ବାଲିର ଆନୁପାତିକ ପରିମାଣ ବଦଳିଲେ ମାଟିର ମଧ୍ୟ ଗୁଣ ବଦଳିଥାଏ ଏବଂ ତାହା ବିଭିନ୍ନ ନାମରେ ନାମିତ ହୁଏ। ଯଦି ଏସବୁରେ ଯଦି କିଛି ଚେଞ୍ଜେସ୍ ଆସିଲା, ରାଇଟ୍, ଏସବୁକୁ ନେଇ ହିଁ ମାଟି ତିଆରି, ମନେ ରଖ। ଏବଂ ଏସବୁରେ ଯଦି କିଛି ଚେଞ୍ଜେସ୍ ଆସିଲା, ତାହେଲେ ମାଟିର ମଧ୍ୟ ଯେଉଁ ରହିଛି ଗୁଣ, ତାହା ମଧ୍ୟ ସେଠି ମଧ୍ୟ କିଛି ପରିବର୍ତ୍ତନ ଦେଖାଯିବ। ରଙ୍ଗର ବିବିଧତାକୁ ନେଇ ମାଟି 4 ପ୍ରକାର ହୋଇଥାଏ। ରଙ୍ଗର ବିବିଧତା ଅନୁସାରେ ମାଟି 4 ପ୍ରକାର ଆସିବ: ଲାଲ ମାଟି, ଧଳା ମାଟି, କଳା ମାଟି ଏବଂ ଧୂସର ମାଟି। ଯେଉଁ ମାଟିରେ ଲୌହ ଲବଣ ଓ ମାଙ୍ଗାନିଜ ଲବଣର ଅଧିକ ପରିମାଣରେ ଥାଏ, ତାହାର ରଙ୍ଗ ସାମାନ୍ୟ ଲାଲ ହୋଇଥାଏ। ଏହାକୁ ଲାଲ ମାଟି ମଧ୍ୟ କୁହାଯାଏ। ଯେଉଁ ମାଟିରେ କ୍ୟାଲସିୟମ ଅକ୍ସାଇଡ୍ ଓ ଆଲୁମିନିୟମ ଅକ୍ସାଇଡ୍ ଅଧିକ ପରିମାଣରେ ଥାଏ, ତାହାର ରଙ୍ଗ ଧଳା ହୋଇଥାଏ। ଏହାକୁ ଧଳା ମାଟି କୁହାଯାଏ। ମାଟିରେ ଥିବା ବାଲି, କାଦୁଅ, ଜୈବ ପଦାର୍ଥ ଓ ଲୁଣର ଆନୁପାତିକ ଅଂଶରେ ଥିବା ବିଭିନ୍ନତାକୁ ହିସାବକୁ ନେଇ ମାଟି 4 ପ୍ରକାର ହୋଇଥାଏ: ଦୋରସା, ମଟାଳ, ପଙ୍କୁଆ ଏବଂ ବାଲିଆ। ତ ଏହାକୁ ମଧ୍ୟ ତୁମେ ମନେ ରଖିବ ଯେ ମାଟିରେ ଥିବା ବାଲି, କାଦୁଅ, ଜୈବ ପଦାର୍ଥ ଓ ଲୁଣର ଆନୁପାତିକ ଅଂଶରେ ଥିବା ବିଭିନ୍ନତାକୁ ହିସାବକୁ ନେଇ ମାଟି ମୁଖ୍ୟତଃ 4 ପ୍ରକାର ହୋଇଥାଏ। ଦୋରସା ମାଟି ଆସିବ, ମଟାଳ ମାଟି ଆସିବ, ଦେନ୍ ତୁମର ପଙ୍କୁଆ ଆଉ ବାଲିଆ ମାଟି ଆସିବ। ମାଟିର ସୃଷ୍ଟି କେମିତି ଆମେ ପଢ଼ିବା। ତାପମାତ୍ରା, ପବନ, ଜଳ ଓ ଜଳବାୟୁର ପରିବର୍ତ୍ତନର ପ୍ରଭାବରେ ଶିଳା ଭାଙ୍ଗି ମାଟିରେ ସୃଷ୍ଟି ହୋଇଥାଏ। ଦିନବେଳା ଭୂପୃଷ୍ଠର ତାପମାତ୍ରା ବୃଦ୍ଧି ପାଏ ଓ ରାତିରେ ତାପମାତ୍ରା ହ୍ରାସ ପାଏ, ଫଳରେ ଶିଳାର ପ୍ରସାରଣ ଓ ସଙ୍କୋଚନ ଘଟିଥାଏ। ସେହିପରି ଗ୍ରୀଷ୍ମ ଋତୁରେ ଶିଳାର ପ୍ରସାରଣ ଓ ଶୀତ ଋତୁରେ ଶିଳାର ସଙ୍କୋଚନ ଘଟିଥାଏ। ଦୈନିକ ଓ ଋତୁଭିତ୍ତିକ ଏହି ଦ୍ୱୈତ ପ୍ରକ୍ରିୟା ଯୋଗୁଁ ଶିଳାଗୁଡ଼ିକରେ ଫାଟ ସୃଷ୍ଟି ହୁଏ। ବର୍ଷା ଜଳ, ବାୟୁ, ଜଳସ୍ରୋତ ଓ ଉଦ୍ଭିଦର ଚେର ଏହି ଫାଟରେ ପଶି ଶିଳାଗୁଡ଼ିକୁ ଫଟାଇ ଛୋଟ ଛୋଟ ଶିଳାଖଣ୍ଡରେ ପରିଣତ କରନ୍ତି। ବର୍ଷା ଜଳ ଓ ନଦୀ ସ୍ରୋତରେ ଏହି ଶିଳାଗୁଡ଼ିକ ବା ଶିଳାଖଣ୍ଡଗୁଡ଼ିକ ଗଡ଼ି ଗଡ଼ି ପାହାଡ଼ିଆ ଅଞ୍ଚଳରୁ ନିମ୍ନ ଆଡ଼କୁ ଆସନ୍ତି। ଏହି ଗଡ଼ିବା ପ୍ରକ୍ରିୟା ବେଳେ ସେଗୁଡ଼ିକର ପରସ୍ପର ବାଡ଼ି ବାଡ଼ି ହୋଇ କ'ଣ ହୁଅନ୍ତି? ନା ଆହୁରି ଛୋଟ ଛୋଟ ଖଣ୍ଡରେ ମଧ୍ୟ ପରିଣତ ହୁଅନ୍ତି। ଶିଳା ଚୂର୍ଣ୍ଣରୁ ବାଲି ସୃଷ୍ଟି ହୁଏ। ତ ଏହାକୁ ମନେ ରଖ ଯେ ବାଲି କେମିତି ସୃଷ୍ଟି ହୁଏ? ନା ଶିଳାର ଚୂର୍ଣ୍ଣରୁ, ରାଇଟ୍, ଶିଳାଗୁଡ଼ିକର ଯେଉଁ ଭାଙ୍ଗିବା ପରେ ଯେଉଁ ବାହାରି ରାଇଟ୍ ଅଂଶଟା ହୁଏ, ସୃଷ୍ଟି ହୁଏ, ସେ ଯେଉଁ ଚୂର୍ଣ୍ଣରୁ ହିଁ ବାଲିର ସୃଷ୍ଟି ହୁଏ।
ओके बालीगुड़िक तैयारी हुए अत्यंत छोट छोट कणिका गुड़िक पानी सहित मिसी कादुଅ सृष्टि हुए बाली कादुଅ जैव पदार्थ और शिलार थिबा लवण मिसी माटी सृष्टि हुए माटी सृष्टि हेबा एक अति मंथर प्रक्रिया माने बहुत लंबा प्रक्रिया एपरिक एक इंच बहल माटी सृष्टि हेबापी हजार हजार वर्ष लगी जाए पाखापाखि हजार हजार वर्ष लगी जाऊँगी माटी तैयारी हेबापी ठीक अच्छे देख चित्र माध्यम आम भल भाव में बुझीपर ओके माटीर सृष्टि को आम पढ़ले तो माटीर देख केमती सृष्टि होता है चित्र माध्यम ये जाना ठीक अच्छे कौन हुए ना ऊपर जो पथर गुड़िक शिला गुड़िक कौन हुए ना तल को आसी थाए रईट कहीं एक तो पहाड़ उपर जब रही निश्चय तलक आसपर पवन हो वर्षा हो रईट यह मध्यम तेणु जो गड़ी गड़ी आसे कौन हुए ना बाजी थाए रईट शिला को शिला बाजिकी बहुत गुड़िए गुंड होता है छोट छोट खंड में परिणत हुए धीरे धीरे कौन होती ना से नदी पाखक आसपारती रईट नदी में पड़ पारती नदी पड़ा कौन होती ना नदी में पड़ी तले पड़ा बाजिकी गुंड गुंड होता है ठीक अच्छे एमती गुंड गुंड कि कौन हुए ना आगू बढ़े पानी में आसे ये भाव में बाली माटी सब तैयारी होता है ओके बाली तैयारी होगा बहुत गुड़िए वर्ष लगी जाऊँगी बाली गुड़िक ही माटी तैयारी होगापी ओके बुझे तो ये भाव में किसी माटीर सृष्टि हुए नेक्स्ट देखा तो देख एवं आम पढ़ा माटीर परिचित्रण लंब भाव में माटी को खोली देखिले ए विभिन्न प्रकार स्तर देखा जाए विभिन्न प्रकार लेयर रे कौन हुए ना माटीटा रही था एक भूस्तर कहुए भूपृष्ठर तल भाग को गोटे पर गोटे हो रही भूस्तर को मृत्तिका परिचित्रण कहुए माटी चारोटी भूस्तर रही है प्रथम भूस्तर द्वितीय भूस्तर तृतीय और चतुर्थ भूस्तर तो देख ये रही रईट या भल भाव में चित्र माध्यम बुझीपर देख यह रही देख चित्र रईट गछ लगुच तो प्रथमटा कौन रही ना क बलय रही देन रही देख ख बलय माने आउ किसी अलग टी देखा जाए पुणी ग बलय रही देख ए टाइप एवं घ बलय कौन ना शिला गुड़िक रही है तलकू तलकू माटीर जो चेका गुड़िक रईट एमती रही है तो यह रही कौन ना माटीर स्तर ओके मृत्तिका माटीर स्तर तो देख ये रही प्रथम भूस्तर माटी देखा कला कि धूसर जहाँ देखिले यही माटी में बहु परिमाण ह्यूमस थाए ह्यूमस कहले कौन आम विज्ञान में पढ़ी जहाँकि उद्भिद मानक आवश्यक राइट गछ मानक ओके ह्यूमस केमती तैयारी हुए ना जो प्राणी मैंने हेले कि किसी उद्भिदर जो गछ पत्र राइट पत्र गुड़िक है फल गुड़िक है राइट तो कि क्यों प्राणी जदि मृत्यु हुए राइट माटी उपर पड़े तो से कौन हुए ना किसी जो अंश रही है राइट किसी लाभदायक होता है गछ मान राइट ताहा ही ह्यूमस यही माटीर जलधारण क्षमता अधिक यही माटी नरम और ए कृमि जिया जोक बिछा विभिन्न अणुजीव रही था ओके ऊपर स्तर में माने प्रथम स्तर में यही स्तर माटी उद्भिद निजर दरकारी खनिज लवण संग्रह करता है यही स्तर को पृष्ठ मृत्तिका कहुए द्वितीय भूस्तर माटी अपेक्षाकृत कठिन और निदा ए कम परिमाण में जैविक पदार्थ और अधिक खनिज लवण थाए यही स्तर को उपमृत्तिका कहुए ओके प्रथमटा आसला कौन रे ना पृष्ठ मृत्तिका देन आसला उपमृत्तिका ओके देखा मृत्तिकार चित्र जहाँ आम देखिले राइट प्रथम रही कौन ह्यूमस रही ओके पृष्ठ मृत्तिका दिन आसला कौन ऊपर मृत्तिका नेक्स्ट देख नेक्स्ट रही देख तृतीय भूस्तर में गरड़ा छोट छोट पत्थर खंड और फांका स्थान रही है जहाँ देखिले चतुर्थ व शेष भूस्तर में कठिन शिला खंड रही है देख तृतीय कौन रही है ना छोट छोट जो शिला खंड गुड़िक रही है चतुर्थ कौन हुए ना पूरा शिला खंड गुड़िक रही है यह रही कौन ना मृत्तिकार जो परिचित्रण जहाँ आम पढ़ले स्तर गुड़िक माटीर प्रकार भेद माटी में उपादान परिमाण अनुसार माटी को मुख्यतः तीन भाग में विभक्त कर तीन भाग में विभक्त बालिया मटल और दरसा तो बालिया माटी कौन ना माटी में 80% भाग बाली रही है जेहेतु अधिक बाली रही तेणु यह कौन कहगला ना बालिया माटी बोली कहगला यही माटीर जलधारण क्षमता अति कम होता है राइट जलधारण क्षमता अति कम होता है यही माटी में ह्यूमस नथिबारु एथिरे उद्भिद ପାଇଁ पोषकर परिमाण खूब कम थाए ह्यूमसटा न थाए केउंठी ना जो हमर बालिया माटी रे यही माटी रे झाऊ गछ देखा जाए एथिरे साधारणतः मुग बाली ज और मका भली फसल करा जाए बालिया माटी रे केवण चाष हुए ना तुमर झाऊ गछ देखा जाए मुख्यतः तो से तो मुग बाली ज मका भली फसल मध्ये करा जाए मटला माटी ए माटी रे अधिक परिमाण रे कादुଅ रही थाए ए माटी रे जलधारण क्षमता अति अधिक होता है एथिरे उद्भिदर वृद्धि ପାଇଁ खनिज लवण मध्ये रही थाए मटला माटी रे एही माटी रे शस्य जातीय फसल मध्ये करा जाए दोरसा माटी कौन कहला ना यही माटी रे समान परिमाण रे बाली कादुଅ रही थाए यह जलधारण क्षमता अधिक थाए ओके केउ माटी रे जलधारण क्षमता अधिक रही थाए ना दोरसा माटी यही माटी उद्भिद ପାଇଁ ଯଥେଷ୍ଟ परिमाण रे खनिज लवण मिलता है यही माटी रे गहम बाली सोरिष डाली कपा और फल पनीपरिया फसल भल होता है रंग अनुजाई कौन ना माटी को लाल कला हलदिया और धूसर भाव में विभक्त कर आम देश में मृत्तिका को
मुख्यतः 6 भागରେ ବିଭକ୍ତ କରାଯାଇଛି। 6 ଭାଗରେ କ'ଣ କ'ଣ ଆମ ଦେଶରେ ନା ପଟୁମାଟି, କଳାମାଟି, ଲାଲମାଟି, ମାଙ୍କଡ଼ା ମାଟି, ପାହାଡ଼ିଆ ମାଟି ଏବଂ ମରୁ ମାଟି। ଗୋଟେ ଗୋଟେ କରିକି ପଢ଼ିବା ରାଇଟ୍। ପଟୁମାଟି କ'ଣ କହିଲେ ନା ଏହି ମାଟି ଉଚ୍ଚ ମାଳାଞ୍ଚଳରୁ ଜଳସ୍ରୋତରେ ବହି ଆସି ତଳ ଅଞ୍ଚଳ ତଥା ନଦୀ ଉପତ୍ୟକାରେ ଜମା ହୋଇ ରହିଥାଏ। ଏଥିରେ କାଦୁଅ ବାଲି ଓ ଛୋଟ ଛୋଟ ଗରଡ଼ା ମିଶି ରହିଥାଏ। ଏହା ଖୁବ୍ ଉର୍ବର। ଏହି ମାଟି ଓଡ଼ିଶାର କେତେକ ଅଞ୍ଚଳ ଉତ୍ତରପ୍ରଦେଶ, ହରିୟାଣା, ବିହାର, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶର ଦେଖାଯାଏ ରାଇଟ୍। ନେକ୍ସଟ ଦେଖ କଳା ମାଟି। ଏହି ମାଟି ଆଗ୍ନେୟ ଶିଳାରୁ ସୃଷ୍ଟି ହୋଇଥାଏ ରାଇଟ୍, ଯେଉଁ ଲାଭାରୁ ଆଗ୍ନେୟ ଶିଳା। ଏହି ମାଟିରେ ଅଧିକ ପରିମାଣରେ ଲୌହ ଓ ମାଗ୍ନେସିୟମ୍ ଲବଣ ଥାଏ। ଏହି ମାଟିର ରଙ୍ଗ କଳା ଅଟେ। ଏହି ମାଟି କପା ଓ ଆଖୁ ଚାଷ ପାଇଁ ଅଧିକ ଉପଯୋଗୀ। ଏହି ମାଟି ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଦେଖାଯାଏ। ଲାଲ ମାଟି କ'ଣ କହିଲା ନା ଏହି ମାଟି ମଧ୍ୟ ଆଗ୍ନେୟ ଶିଳା ଓ ରୂପାନ୍ତରିତ ଶିଳାରୁ ସୃଷ୍ଟି ହୋଇଥାଏ। ଯେଉଁ ଆଗ୍ନେୟଗିରି ଉଦ୍ଗୀରଣ ବା ଲାଭା ଯେଉଁ ଆସେ ରାଇଟ୍, ଲାଭା ବାହାରେ। ଏହି ମାଟିରେ ଅଧିକ ପରିମାଣରେ ଲୌହ ଅଂଶ ରହିଥାଏ। ଏହି ମାଟିର ରଙ୍ଗ ଲାଲ। ଏହି ମାଟି ଖୁବ୍ ଉର୍ବର। ଏହି ମାଟି ଓଡ଼ିଶା, କେରଳ, କର୍ଣ୍ଣାଟକ ଓ ଆସାମର ପାହାଡ଼ିଆ ଅଞ୍ଚଳରେ ଦେଖାଯାଏ। ଲାଲ ମାଟି। ମାଙ୍କଡ଼ା ମାଟି କ'ଣ? ଏହି ମାଟିରେ କାଦୁଅ ସହ ବଡ଼ ବଡ଼ ଗୋଡ଼ି ମିଶିଥାଏ। ଏହି ମାଟିର ରଙ୍ଗ ଲାଲ। ଏହି ମାଟି ଅନୁର୍ବର। ଏହି ମାଟି ଓଡ଼ିଶାର ଖୋର୍ଦ୍ଧା, ଭୁବନେଶ୍ୱର, କର୍ଣ୍ଣାଟକ, କେରଳ, ଆସାମର ପାହାଡ଼ିଆ ଅଞ୍ଚଳରେ ମଧ୍ୟ ଦେଖାଯାଇଥାଏ। ପାହାଡ଼ିଆ ମାଟି। ଏହି ମାଟି ଶୁଖିଲା ଡାଳପତ୍ର ପଚି ସୃଷ୍ଟି ହୋଇଥାଏ। ଏଥିରେ ଅଧିକ ଜୈବ ପଦାର୍ଥ ଥିବାରୁ ଏହା ଉର୍ବର। ଏହି ମାଟି ମେଘାଳୟ, ଅରୁଣାଚଳ ପ୍ରଦେଶ, ଉତ୍ତରାଞ୍ଚଳ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର ପାହାଡ଼ିଆ ଅଞ୍ଚଳରେ ମଧ୍ୟ ଦେଖାଯାଇଥାଏ। ମରୁମାଟି। ଏହି ମାଟି ବାଲି ଦ୍ୱାରା ଗଠିତ ହୁଏ। ମରୁମାଟି। ଏହି ମାଟିରେ ପ୍ରାୟ ଜୈବ ପଦାର୍ଥ ନଥାଏ, ଅନେକ ଲବଣ ରହିଥାଏ। ଓକେ, ମନେ ରଖିବ ଯେ ମରୁମାଟିରେ ଅଧିକ ଲବଣ ରହିଥାଏ, ଜୈବ ପଦାର୍ଥଟା ନଥାଏ। ଏହି ମାଟି କୃଷି ଅନୁପଯୋଗୀ ଡେସ୍ ମାସି କୋଶ୍ଚିନ୍ ଏଠୁ ହୋଇପାରିବ ଯେ କେଉଁ ମାଟି କୃଷି ଅନୁପଯୋଗୀ ବା ଆମେ ଚାଷ କାର୍ଯ୍ୟରେ ବ୍ୟବହାର କରିପାରିବା ନାହିଁ ନା ମରୁମାଟି ଆସିବ। ଓକେ, ଇମ୍ପୋର୍ଟାଣ୍ଟ କୋଶ୍ଚିନ୍, ଆକୁ ମନେ ରଖିବ। ଏ ମାଟି ରାଜସ୍ଥାନ, ପଞ୍ଜାବ ଓ ହରିୟାଣାରେ ମଧ୍ୟ ଦେଖାଯାଏ। କେଉଁ ମାଟିରେ ନା ମରୁମାଟି। ମାଟିର ଧର୍ମ। ମାଟିର କ'ଣ ରହିଛି ଦେଖ ଧର୍ମ ଗୁଡ଼ିକ ନା ମାଟିରେ ଥିବା ଛିଦ୍ରରେ ବାୟୁ ଓ ଜଳ ରହିପାରେ। ଛିଦ୍ର ବଡ଼ ହେଲେ ମାଟିରେ ପାଣି ରହେ ନାହିଁ ଓ ଅତି ସରୁ ଛିଦ୍ର ହେଲେ ପାଣି ଜମି ରହି ସନ୍ତସନ୍ତିଆ ମଧ୍ୟ ଅବସ୍ଥା ସୃଷ୍ଟି ହୁଏ। ମାଟିର ଧର୍ମ ଏହା। ବାୟୁ ଚଳାଚଳ ଓ ଜଳର ପରିମାଣ ସହଜରେ ଉଦ୍ଭିଦ ବଢ଼ିବା ପାଇଁ ପରିବେଶ ସୃଷ୍ଟି କରିଥାଏ। ବାଲିଆ ମାଟିରେ ହ୍ୟୁମସ୍ ମିଶିଲେ ମାଟିର ଜଳ ଧାରଣ କ୍ଷମତା ବୃଦ୍ଧି ପାଏ, ମାନେ ଜଳ ରହିପାରିବ। ବାଲିଆ ମାଟିରେ ଶତକଡ଼ା 30ରୁ 40 ଭାଗ, ମଟାଳ ମାଟିରେ ଶତକଡ଼ା 50ରୁ 60 ଭାଗ କ'ଣ ହୁଏ ନା ଛିଦ୍ର ଥାଏ, ଯାହାଦ୍ୱାରା ପାଣିଟା ରହିପାରେ। ଜୈବ ପଦାର୍ଥର ପରିମାଣ ତଥା ଚାଷ ପ୍ରକ୍ରିୟା ଦ୍ୱାରା ମାଟିରେ ଛିଦ୍ରର ଆକାର ଓ ସଂଖ୍ୟା ବଢ଼ିଯାଏ। ଅମ୍ଳ ମାଟିରେ ଚୂନ କମ୍ ପରିମାଣରେ ଥାଏ। ଗ୍ରାନାଇଟ୍ ଶିଳାରୁ ଗଠିତ ମାଟି ଅମ୍ଳଯୁକ୍ତ ଅଟେ। ଗ୍ରାନାଇଟ୍ ଶିଳାରୁ ଯେଉଁ ମାଟି ତିଆରି ହୁଏ ତାହା କ'ଣ ନା ଅମ୍ଳଯୁକ୍ତ। ଓକେ। କ୍ଷାର ମାଟିରେ ଲୌହ ଯୌଗିକ ଅବସ୍ଥାରେ ଥାଏ। କ୍ଷାର ମାଟିରେ କ'ଣ ଥାଏ ନା ଲୌହ ଯୌଗିକ ଅବସ୍ଥାରେ ଥାଏ, ଲୌହଟା ରହିଥାଏ। ଓକେ, କ୍ଷାର ମାଟିରେ ଅଧିକ ବର୍ଷା ହେଲେ ମାଟିରୁ ଚୂନ ଲବଣ ଧୋଇ କ୍ଷାର ମାଟି ଅମ୍ଳ ମାଟିରେ ପରିଣତ ହୁଏ। ଜୈବିକ ପଦାର୍ଥ ମାଟିରେ ପ୍ରାୟ 10ରୁ 3 ଭାଗ ରହିଥାଏ। ଲାଲ ମାଟିରେ ଜୈବିକ ପଦାର୍ଥ 1 ଭାଗ ଥିବାବେଳେ କୃଷ୍ଣ କାର୍ପାସ ମାଟିରେ କମ୍ ରହିଥାଏ। ଜୈବିକ ପଦାର୍ଥ ଯୋଗୁଁ ମାଟି ହାଲୁକା ହୋଇଥାଏ, ତା'ର ଜଳ ଧାରଣର ମଧ୍ୟ କ୍ଷମତା ବୃଦ୍ଧି ପାଇଥାଏ। ଜୈବ ପଦାର୍ଥରୁ ମାଟିକୁ ନାଇଟ୍ରୋଜେନ୍, ଫସ୍ଫରସ୍ ଏବଂ ଗନ୍ଧକ ମଧ୍ୟ ମିଳିଥାଏ। ଦେନ୍ ଆସିଲା ମାଟିର ଜଳ ଶୋଷଣ କ୍ଷମତା। ମାଟି ମଧ୍ୟ ଜଳ ଶୋଷଣ କରେ ରାଇଟ୍। ମାଟି ଭିତରେ ଦେଇ ଜଳ ଉପରୁ ତଳକୁ ଖସିବାକୁ ଅବଶୋଷଣ କୁହାଯାଏ। ମାଟି ଅଛି, ଜଳଟା ଆମେ ପକାଇଲେ ଠିକ୍ ଅଛି, ଜଳ ପକାଇଲା ପରେ କ'ଣ ହେବ ନା ତଳକୁ ଯିବ ରାଇଟ୍, ଏହା ହିଁ କ'ଣ ଅବଶୋଷଣ। ଉପରୁ ତଳକୁ ଯାଉଛି, ଏହାକୁ ଅବଶୋଷଣ କୁହାଯାଏ। ମାଟି ଭିତର ଦେଇ ଜଳ ତଳୁ ଉପରକୁ ଉଠିବାକୁ ଶୋଷଣ କୁହାଯାଏ। ତଳୁ ଯଦି ଉଠିଲା ମାଟି ତାହେଲେ କ'ଣ କୁହାଯିବ? ଓକେ, ମାଟି ଅଛି, ତଳୁ ଯଦି ଉପରକୁ ଉଠିଲା ତାହେଲେ କ'ଣ କୁହାଯିବ ନା ଶୋଷଣ ବୋଲି କୁହାଯିବ। ଅବଶୋଷଣ କ'ଣ ନା ମାଟି ଯଦି ନେଲା, ଓକେ ମନେ ରଖ, ମାଟି ଯଦି ନେଉଛି ତାହେଲେ ଅବଶୋଷଣ, ମାଟି ଯଦି ଦେଉଛି ରାଇଟ୍, ମାନେ ତଳୁ ଉପରୁ ଯଦି ଆସୁଛି ତାହେଲେ ଶୋଷଣ। ବାଲିଆ ମାଟିରେ ଅତି ଶୀଘ୍ର ଜଳ ଶୋଷଣ ହୁଏ। ମଟାଳ ମାଟିରେ ଅତି କମ୍ ଜଳ ଶୋଷଣ ହୁଏ। ଓକେ, ଆକୁ ମନେ ରଖ। ମାଟି ଓ ଫସଲ। ମାଟି ରହିଛି, ମାଟିରେ ମଧ୍ୟ ଆମେ ଫସଲ ମଧ୍ୟ କରୁ। ମାଟିର ଜଳଧାରଣ କ୍ଷମତା ମାଟି ଭିତରେ ବାୟୁ ଚଳାଚଳ ପ୍ରକ୍ରିୟା ଉଦ୍ଭିଦର ଅଭିବୃଦ୍ଧି ପାଇଁ ଆବଶ୍ୟକ ପରିବେଶ ସୃଷ୍ଟି କରିଥାଏ। ତ ମାଟିର ଦେଖ ରହିଛି ଏଠି କିସମ, ବାଲିଆ, ମଟାଳ, ଦୋରସା। ଓକେ, ବାଲିର ପରିମାଣ ସର୍ବାଧିକ ରହିଥାଏ କେଉଁଠି? ବାଲିଆରେ। ଓକେ, ସର୍ବନିମ୍ନ କେଉଁଠି? ମଟାଳରେ। ମଧ୍ୟମ କେଉଁଠି? ଦୋରସାରେ। ଜଳଧାରଣର କ୍ଷମତା କେଉଁଠି ଅଧିକ ନା ମଟାଳ। ସର୍ବନିମ୍ନ କେଉଁଠି ନା ଏଠି ବାଲିଆରେ। ମଧ୍ୟମ କେଉଁଠି ନା ଦୋରସାରେ। ଓକେ, ଆକୁ ମନେ ରଖିବ। ଜୈବିକ ପଦାର୍ଥ ଓ ହ୍ୟୁମସର ଉପସ୍ଥିତି ଦ୍ୱାରା ମାଟିର ଉର୍ବରତା, ଜଳଧାରଣ କ୍ଷମତା ତଥା ବାୟୁ ଚଳାଚଳର ପରିମାଣ ବଢ଼ିଥାଏ। ବାଲି, ପଟୁ ଓ କାଦୁଆ ମାଟିର ମୁଖ୍ୟ ଉପାଦାନ ଅଟନ୍ତି। ସେମାନଙ୍କ ଉପସ୍ଥିତି ଅନୁପାତରେ ବିଭିନ୍ନତା ନେଇ ମାଟିର ପ୍ରକାରଭେଦ ହୋଇଥାଏ। ସେଗୁଡ଼ିକ ହେଲା ବାଲିଆ, ମଟାଳ ଏବଂ ଦୋରସା। ତ ମାଟିର କିସମ ଅନୁଯାୟୀ ମାଟିରେ ବିଭିନ୍ନ ଫସଲ ହୋଇଥାଏ। ଓକେ, ମାଟି କେଉଁ ପ୍ରକାର ହୋଇଥାଏ, କିସମ କେଉଁ କିସମର, ତ ତା ଅନୁସାରେ କ'ଣ ହୁଏ ନା ଫସଲ ମଧ୍ୟ ହୁଏ। କେଉଁ ମାଟିରେ କେଉଁ ଫସଲ ହୁଏ ଏହାକୁ ପଢ଼। ଓକେ, ଭିଡ଼ିଓକୁ ଷ୍ଟପ୍ କରିକି ପଢ଼ିନିଅ, ମନେ ରଖିବ ଏହାକୁ। କଖାରୁ, ଶିମ୍ବ, କାକୁଡ଼ି, ଜହ୍ନି, ଭେଣ୍ଡି, ବାଇଗଣ, ସଜନା ଛୁଇଁ ଓ କଲରା ଇତ୍ୟାଦି ପରିବା ସାଧାରଣତଃ ସବୁ ପ୍ରକାର ମାଟିରେ ହୋଇଥାଏ। ମୃତ୍ତିକା ସଂରକ୍ଷଣ ଆସିଲା।
ମୂର୍ତ୍ତିକା ଅପକ୍ଷୟ ପ୍ରାକୃତିକ ଓ କୃତ୍ରିମ ପ୍ରକ୍ରିୟାରେ ହୋଇଥାଏ। ତେଣୁ ମୂର୍ତ୍ତିକା ସଂରକ୍ଷଣ କରିବା ନିହାତି ଜରୁରୀ। ମାଟିକୁ ମଧ୍ୟ ଆମେ ବଚାଇ ରଖିବାକୁ ପଡ଼ିବ। କାହିଁକି ନା ମାଟି ଦ୍ୱାରା ଆମେ ବହୁତ ଗୁଡ଼ିଏ ବହୁତ କାମ ହୋଇପାରୁଛି। ଓକେ, ବହୁତ ସୁବିଧା ମଧ୍ୟ ଆମ ପାଇଁ ବହୁତ ମଧ୍ୟ ଲାଭ ରହିଛି ଏବଂ ମାଟିକୁ ମଧ୍ୟ ଆମେ ସଂରକ୍ଷଣ ରଖିବା ଆବଶ୍ୟକ। ତ ପ୍ରାକୃତିକ ଉପାୟରେ ଆମେ ମୂର୍ତ୍ତିକା ଅପକ୍ଷୟ କେମିତି କରିବା? ଅଧିକ ବେଗରେ ବର୍ଷା ହେଲେ ମାଟି ଧୋଇ ହୋଇ ଜଳ ସ୍ରୋତରେ ମିଶି ଉଚ୍ଚ ସ୍ଥାନରୁ ନିମ୍ନ ସ୍ଥାନକୁ ବହିଯିବା ଫଳରେ ମୂର୍ତ୍ତିକାର କ'ଣ ହୁଏ ନା ଅବକ୍ଷୟ ଘଟେ। ରାଇଟ୍, ଉଚ୍ଚ ଜାଗାରୁ ନିଚ ଜାଗାକୁ ନିଶ୍ଚୟ ଆସିବ ମାଟି ମଧ୍ୟ କ'ଣ ନା ଆସେ। ଓକେ, ତ ଏଠି ମଧ୍ୟ କ'ଣ ହେବ ନା ଏଠି ଅବକ୍ଷୟ ରହିବ, ମାନେ ଏଠି ମାଟି ରହିବ ନାହିଁ ଆଉ। କାହିଁକି ନା ଜଳ ସ୍ରୋତରେ ହେଲା। ରାଇଟ୍, ବର୍ଷା ହୋଇକି ମାଟି କ'ଣ ହେଲା ନା ତଳକୁ ଆସିଯାଏ, ମାଟି ମଧ୍ୟ ଧସେ। ଖରାଦିନେ ପବନ ହେଲେ ମାଟିର ଉପର ସ୍ତରରୁ ଧୂଳି ଉଡ଼ିଯାଇ ମୂର୍ତ୍ତିକା ମଧ୍ୟ କ୍ଷୟ ଘଟିଥାଏ। ଜମି ପଡ଼ିଆ ରହିଲେ ସହଜରେ ଜଳ ଓ ବାୟୁ ଦ୍ୱାରା ମୂର୍ତ୍ତିକା କ୍ଷୟ ଘଟିବା ଫଳରେ ମାଟିରେ ଥିବା ଜୈବ ପଦାର୍ଥ, ଖଣିଜ ଲବଣ ଏବଂ ହ୍ୟୁମସ୍ ଆଦି ମଧ୍ୟ ଧୋଇ ହୋଇ ଅନ୍ୟତ୍ର ସ୍ଥାନାନ୍ତରିତ ହୁଏ। ରାଇଟ୍, କେବଳ ଯେ ମାଟି ଆସେ ତାହା ନୁହଁ, ମାଟି ସହିତ ଖଣିଜ ଲବଣ, ହ୍ୟୁମସ୍, ଓକେ, ଜୈବ ପଦାର୍ଥ ସବୁ ମଧ୍ୟ କ'ଣ ନା ଭାସି ବା ଧୋଇ ହୋଇ ଆସେ। ନଦୀ ଓ ସମୁଦ୍ର କୂଳରେ ଅତଡ଼ା ଖାଇ ମୂର୍ତ୍ତିକା ମଧ୍ୟ କ୍ଷୟ ଘଟିଥାଏ। ନେକ୍ସଟ ଆସିଲା କୃତ୍ରିମ ଉପାୟରେ ମୂର୍ତ୍ତିକା କ୍ଷୟ। ଏବେ ଯେଉଁ ଆମେ ପଢ଼ୁଥିଲେ ଏସବୁ କ'ଣ ଥିଲା ନା ପ୍ରାକୃତିକ ଥିଲା, ନା କି ପ୍ରାକୃତିକ। କୃତ୍ରିମ କ'ଣ ଆସିଲା ନା ମଣିଷ ଦ୍ୱାରା ନା ବୃକ୍ଷ କାଟିବା ଦ୍ୱାରା ମୂର୍ତ୍ତିକା କ୍ଷୟ ଘଟିଥାଏ। ଯଦି ଆମେ ବୃକ୍ଷ କାଟିଦେବା ତାହେଲେ କ'ଣ ହେବ ନା ମୁଖ୍ୟତଃ ଦେଖ ଯେଉଁ ଉଚ୍ଚ ଅଞ୍ଚଳରେ, ଠିକ୍ ଅଛି, ଏହା ରହିଛି ଦେଖ ତଳ ଅଞ୍ଚଳ, ଏଠି ରହିଛି ଉଚ୍ଚ ଅଞ୍ଚଳ, ଓକେ, ପାହାଡ଼ ରହିଛି। ଏଠି ଯଦି ଦେଖ ଗଛ ଗୁଡ଼ିକ ରହିଛି ତ ଅନେକ ଗୁଡ଼ିଏ ଗଛ କ'ଣ କରନ୍ତି ମୁଖ୍ୟତଃ ଆମେ ଜାଣିଛନ୍ତି ଯେ ଗଛମାନେ ମାଟିକୁ ମଧ୍ୟ ଧରିକି ରଖିଥାନ୍ତି। କେମିତି ନା ତାଙ୍କ ଚେର ଦ୍ୱାରା ମାଟିକୁ ଜାବୁଡ଼ି ଧରି ରଖିଥାନ୍ତି। ରାଇଟ୍, ସେମାନେ ମଧ୍ୟ ବଞ୍ଚନ୍ତି, ତାଙ୍କର ଜୀବନଯାପନ କରନ୍ତି। ଯେତେବେଳେ ଆମେ ଯେଉଁ ଗଛକୁ କାଟିଦେବା ତାହେଲେ କ'ଣ ହେବ ନା ଗଛଟି ମରିଯିବ। ଗଛଟି ଯଦି ମରେ ତାହେଲେ କ'ଣ କେବଳ ମୂଳଟି କ'ଣ ବଞ୍ଚି ରହିବ କି ନା ସେ ମୂଳ ମଧ୍ୟ ଧୀରେ ଧୀରେ ମରିଯିବ। ତାପରେ କ'ଣ ହୁଏ ନା ମାଟିର ଯେଉଁ ଜାବୁଡ଼ି ଧରିଥିଲା ଗଛ ତାହା କ'ଣ ହେବ ନା ଧୀରେ ଧୀରେ ଫିଟିଯିବ, ମାନେ ମାଟି ମଧ୍ୟ ସେଠୁ ଖସି ବା ଧସି ଆସିବ। ଇଟା, ହାଣ୍ଡି, ମାଠିଆ, ସୁରେଇ, କଢ଼େଇ, ମୂର୍ତ୍ତି ଆଦି ତିଆରି ପାଇଁ ମାଟି ଖୋଳିବା ଦ୍ୱାରା ମୂର୍ତ୍ତିକା କ୍ଷୟ ଘଟିଥାଏ। ଓକେ, ଆମର ମଧ୍ୟ ଆବଶ୍ୟକତାକୁ ଆମେ ପୂରଣ କରିବା ପାଇଁ ବହୁତ ଗୁଡ଼ିଏ ମଧ୍ୟ ମାଟିକୁ ଆମେ ବ୍ୟବହାର କରିଥାଉ। ଗୋଟିଏ ଜମିରେ ଗୃହପାଳିତ ପଶୁଙ୍କୁ ଅତ୍ୟଧିକ ଚରାଇଲେ ମୂର୍ତ୍ତିକା କ୍ଷୟ ମଧ୍ୟ ଘଟିଥାଏ। ଗୋଟେ ଜମିରେ ଯଦି କ'ଣ ହେବ ନା ଗୋଟେ ଜମିରେ ଯଦି ଗୃହପାଳିତ ପଶୁଗୁଡ଼ିକୁ ଯଦି ଅତ୍ୟଧିକ ଚରାଇବା ତାହେଲେ ମଧ୍ୟ କ'ଣ ହେବ ନା ସେଠି ମଧ୍ୟ ମୂର୍ତ୍ତିକା କ୍ଷୟ ଘଟିଥାଏ। ଏସବୁ କ'ଣ ଥିଲା ନା କୃତ୍ରିମ ଉପାୟରେ ମୂର୍ତ୍ତିକା କ୍ଷୟ। ନେକ୍ସଟ ଆମେ କ'ଣ କରିବା ନା ଏଠି ଏମ୍ସିକ୍ୟୁ ଗୁଡ଼ିକ ଆଲୋଚନା କରିବା ଯାହା ତୁମର ପରୀକ୍ଷା ପାଇଁ ଇମ୍ପୋର୍ଟାଣ୍ଟ ରହିଛି। ସମସ୍ତେ ତୁମେ ଉତ୍ତର ଦେବ। ଓକେ, ବାଲିଆ ମାଟିରେ ଶତକଡ଼ା କେତେ ଭାଗ ଛିଦ୍ର ସ୍ଥାନ ଥାଏ? ବାଲିଆ ମାଟିରେ ଆମେ ପଢ଼ିଲେ ଯେ ପାଖାପାଖି 30ରୁ 40% ଛିଦ୍ର ସ୍ଥାନ ଥାଏ। ରାଇଟ୍, ଛିଦ୍ର ସ୍ଥାନ ବାଲିଆ ମାଟିରେ କେତେ ରହିଥାଏ? 30ରୁ 40 ଭାଗ। ବାଲିଆ ମାଟି ଓ କାଦୁଅ ମାଟି ସମ ପରିମାଣରେ କେଉଁ ମାଟିରେ ଥାଏ ନା ଦୋରସା ମାଟିରେ ରହିଥାଏ। ଓକେ, ସମାନ ପରିମାଣରେ କେଉଁଠି ଥାଏ? ଦୋରସା ମାଟିରେ ଥାଏ ବାଲିଆ ମାଟି ଆଉ କାଦୁଅ ମାଟି। ଖୋର୍ଦ୍ଧା ଅଞ୍ଚଳରେ କେଉଁ ମାଟି ଦେଖାଯାଏ? ଖୋର୍ଦ୍ଧା ଅଞ୍ଚଳରେ ଆମେ ପଢ଼ିଥିଲେ ଯେ ମାଙ୍କଡ଼ା ମାଟି ଦେଖାଯାଏ। କେଉଁ ଯୋଡ଼ାଟି ଭୁଲ? କେଉଁ ଯୋଡ଼ାଟି ଏଠି ଭୁଲ ଅଛି? ଦେଖ ଏଠି ଲାଷ୍ଟଟା କଳା ମାଟି ଲୌହ ମାଗ୍ନେସିୟମ୍ ଲବଣ କମ୍ ମାତ୍ର। କଳା ମାଟିରେ କ'ଣ ନା ଲୌହ ମାଗ୍ନେସିୟମ୍ ଲବଣ କମ୍ ମାତ୍ରା, এটা ভুল অটে। কাହିଁକି ନା ଅଧିକ ମାତ୍ରାରେ ରହିଛି କ'ଣ ଲୌହ ଆଉ ମ୍ୟାଗ୍ନେସିୟମ୍ କଳା ମାଟିରେ, କିନ୍ତୁ ଏଠି କମ୍ ମାତ୍ରା ଦେଇଛି, ତେଣୁ ଏଠି ଉତ୍ତର ଯିବ ଅପସନ୍ ଡି। ଓକେ, କେଉଁ ପ୍ରକାର ମାଟି ଆଗ୍ନେୟଶିଳାରୁ ସୃଷ୍ଟି? ଆଗ୍ନେୟଶିଳାରୁ କେଉଁ ମାଟି ସୃଷ୍ଟିରେ ଆମେ ପଢ଼ିଥିଲେ ଯେ ଅପସନ୍ ସି କଳା ମାଟିରୁ ହିଁ, କଳା ମାଟି ହିଁ ଆଗ୍ନେୟଶିଳାରୁ ସୃଷ୍ଟି ହୋଇଥାଏ, ଯେଉଁ ଲାଭାରୁ। ଓକେ, ଆଗ୍ନେୟଗିରି ଉଦ୍ଗୀରଣ ମଧ୍ୟ ହୁଏ। ମରୁମାଟି କେଉଁ ରାଜ୍ୟରେ ଦେଖାଯାଏ? ମରୁମାଟିଟା ରାଇଟ୍, ରାଜସ୍ଥାନରେ ଦେଖାଯାଏ ମରୁମାଟି। କେଉଁ ଉକ୍ତିଟି ଭୁଲ ଅଟେ? ଦେଖ ଏଠି ଉକ୍ତି ଗୁଡ଼ିକ ଏ ବି, ଦେନ୍ ଏଠି ଦେଖ ରହିଛି ସି ଡି। ତ ଏଠି ଦେଖିଲେ তুমি ଜାଣିପାରିବ ଯେ ସି ଭୁଲ ଅଛି। ଦୋରସା ମାଟିର ଜଳଧାରଣ କ୍ଷମତା କମ୍, ପ୍ରକୃତରେ କ'ଣ ନା ଅଧିକ ରହିଛି ନାକି, କିନ୍ତୁ ଏଠି କ'ଣ ଦେଇଛି ନା କମ୍ ଦେଇଛି, ତେଣୁ ଏଠି ଉତ୍ତର ଯିବ ଅପସନ୍ ସି। କେଉଁ ଶିଳାରୁ ଗଠିତ ହୋଇଥିବା ମାଟି ଅମ୍ଳଯୁକ୍ତ ଅଟେ? ଆମେ ପଢ଼ିଲେ ଅମ୍ଳଯୁକ୍ତ ଆଉ କ୍ଷାରଯୁକ୍ତ। କିଏ କହିବ ଅମ୍ଳଯୁକ୍ତ କ'ଣ ହେବ? ଅମ୍ଳଯୁକ୍ତ ପିଲାମାନେ ହେଇଯିବ ଅପସନ୍ ବି ଗ୍ରାଫାଇଟ୍। ଓକେ, ତ ଏଠି ଦେଖ ଏଠି ପିଲାମାନେ ଗ୍ରାନାଇଟ୍ ହେବ। ଓକେ, ଗ୍ରାନାଇଟ୍ ଶିଳାରୁ ଗଠିତ ମାଟି ଅମ୍ଳଯୁକ୍ତ ଅଟେ, ତ ଏଠି ଗ୍ରାନାଇଟ୍ ହେବ, ସେଠି ଗ୍ରାଫାଇଟ୍ ଦେଇଥିଲା। ଓକେ, ଗ୍ରାନାଇଟ୍ ହେବ। କ୍ଷାରଟା କ'ଣ ହେବ ନା ଲୌହ ଯୌଗିକ। ଓକେ, ଲୌହ, ତ ଏଠି କ'ଣ ହେବ ନା ଗ୍ରାନାଇଟ୍ ହେବ। ଓକେ, ଗ୍ରାନାଇଟ୍। ମାଟିରେ କ'ଣ ରହିଲେ ଏହାର ରଙ୍ଗ ଧୂସର ହୁଏ? ଏଠି ଉତ୍ତର ଯିବ ଅପସନ୍ ଏ ଜୈବିକ ଉପାଦାନ। ଯଦି ମାଟିରେ ଜୈବିକ ଉପାଦାନ ରହିଛି ତାହେଲେ କ'ଣ ହେବ ନା ତା ରଙ୍ଗ ଧୂସର ହୁଏ। ଚତୁର୍ଥ ସ୍ତର ମାଟି ପାଇଁ କେଉଁ ଉକ୍ତିଟି ଠିକ୍? ଆମେ 4ଟି ସ୍ତରକୁ ପଢ଼ିଲେ ନା, ତ ଚତୁର୍ଥ ସ୍ତର ପାଇଁ କ'ଣ ହେବ, କେଉଁଠି ଠିକ୍ ହେବ? ଅପସନ୍ ଡି, ଏଥିରେ କଠିନ ଶିଳା ଖଣ୍ଡମାନ ଥାଏ। କେଉଁ ମୂର୍ତ୍ତିକାର ଜଳଧାରଣ କ୍ଷମତା ସବୁଠାରୁ କମ୍? ଅପସନ୍ ଡି ବାଲିଆ। ଉର୍ବର ମାଟିର ଉପର ସ୍ତରରେ କ'ଣ ରହିଥାଏ ନା ହ୍ୟୁମସ୍ ରହିଥାଏ। ନିମ୍ନୋକ୍ତ ମଧ୍ୟରୁ କେଉଁ ମୂର୍ତ୍ତିକା ସବୁଠାରୁ ଚିକ୍କଣ ନା ମୋଟାଳ? ମୋଟାଳ ହେଇଯିବ ଏଠି ଆନ୍ସର୍। କେଉଁ ମାଟିରେ ମାଙ୍ଗାନିଜ୍ ଓ ଲୌହ ଲବଣ ଅଧିକ ଥାଏ? ଅପସନ୍ ଏ ଲାଲ ମାଟି। ଲାଲ ମାଟି, କାଦୁଅ ଓ ଗୋଡ଼ି ମିଶିଲେ କେଉଁ ମାଟି ସୃଷ୍ଟି ହୁଏ? ମାଙ୍କଡ଼ା ମାଟି ସୃଷ୍ଟି ହୁଏ।
ମୂର୍ତ୍ତିକା ଅବକ୍ଷୟର କେଉଁଠି ଏକ କୁପରିଣତି ନୁହେଁ, କେଉଁଠି ଏକ କୁପରିଣତି ନୁହେଁ। ଭଲ ଭାବରେ ପଢ଼ ଏଠି। ଓକେ, ନା ଏଠି ଉତ୍ତର ଦେଖ ଯେ ଅମ୍ଳ ବୃଷ୍ଟିର ପରିମାଣ ବଢ଼ିବା ଏଇଟା କ'ଣ ନା କୁପରିଣତି ନୁହେଁ, ବାକି ସବୁ କୁପରିଣତି ଆସିବ। ନିମ୍ନୋକ୍ତ ମଧ୍ୟରୁ କେଉଁଠି ଅତି ଉର୍ବର ମୂର୍ତ୍ତିକା, ଅତି ଉର୍ବର କିଏ ପିଲେ? ଏଠି ଉତ୍ତର ହେଇଯିବ ଅପସନ୍ ଏ ପୃଷ୍ଠ ମୂର୍ତ୍ତିକା ଅତି ଉର୍ବର ଅଟେ। ମାଟିର କେଉଁ ସ୍ତର ଅଧିକ କଠିନ, କମ୍ ଛିଦ୍ରଯୁକ୍ତ ଓ କମ୍ ହ୍ୟୁମସ୍ ଯୁକ୍ତ? ନା ଦ୍ୱିତୀୟ ସ୍ତରଟା। ନିମ୍ନୋକ୍ତ କାହା ଦ୍ୱାରା ମୂର୍ତ୍ତିକା କ୍ଷୟ ହୁଏ ନାହିଁ? ନା କାକରପାତ ଦ୍ୱାରା ହୁଏ ନାହିଁ, କିନ୍ତୁ ଜଳସ୍ରୋତ, ବାୟୁ ପ୍ରବାହ, ବୃଷ୍ଟିପାତ ଦ୍ୱାରା କ'ଣ ହୁଏ ନା କ୍ଷୟ ହୁଏ, କିନ୍ତୁ ହୁଏ ନାହିଁ କେଉଁଠି ନା କାକରପାତ ଦ୍ୱାରା ସେମିତି ହୁଏ ନାହିଁ। ଦ୍ୱିତୀୟ ସ୍ତର ମାଟି ପାଇଁ କେଉଁ ଉକ୍ତିଟି ଠିକ୍ ନୁହେଁ? ନା ଏଠି ଉତ୍ତର ଯିବ ଅପସନ୍ ଏ ଏହା ଅଧିକ ଛିଦ୍ରଯୁକ୍ତ। ଏଇ ଉକ୍ତିଟି ଠିକ୍ ନୁହେଁ, ବାକି ସବୁ ଉକ୍ତି ଠିକ୍ ଅଛି। କେଉଁ ମାଟି ଆଖୁ ଚାଷ ପାଇଁ ଉପଯୁକ୍ତ? ଅପସନ୍ ଡି ଗଭୀର ଦୋରସା। ମୂର୍ତ୍ତିକା ସମ୍ବନ୍ଧିତ ଭୁଲ ଯୋଡ଼ିଟି ବାଛ। ନା ଅପସନ୍ ଡି ହେଇଯିବ ଏଠି ଆନ୍ସର୍। ଚତୁର୍ଥ ସ୍ତର ଧାତବ ଲବଣ, ଏଇଟା ଭୁଲ, ବାକି ସବୁ ଠିକ୍ ଅଛି। ତ ଏଇଭଳି ଭାବରେ ଆମେ କ'ଣ ନା 22ଟି କ୍ୱେଶ୍ଚିନ୍ ଆନ୍ସର୍କୁ ଡିସ୍କସନ୍ କଲେ, ତା ସହିତ ଆମେ ମାଟି ବା ମୂର୍ତ୍ତିକା ବିଷୟକୁ ମଧ୍ୟ ଆଲୋଚନା କଲେ। ତେଣୁ ଏହାକୁ ଭଲ ଭାବରେ ପଢ଼, ରାଇଟ୍। ତୁମେମାନେ ରିଭିଜନ୍ କର, ତା ସହିତ ଆମେ ଅନ୍ୟ ସବୁ ଚାପ୍ଟର ଗୁଡ଼ିକ ମଧ୍ୟ ଭଲ ଭାବରେ ପଢ଼ିବା ଏବଂ ତୁମକୁ ମଧ୍ୟ PDF ମିଳିଯିବ ଟେଲିଗ୍ରାମ ଗ୍ରୁପ୍ରେ, ଯାହାଦ୍ୱାରା ତୁମେ ରିଭିଜନ୍ କରିପାରିବ। ଭିଡ଼ିଓକୁ ଏଣ୍ଡ କରିବା। ଥ୍ୟାଙ୍କ ୟୁ।